ପୂର୍ବରୁ କହିଛି ଯାତ୍ରା ପାର୍ଟି ଗୋଟେ ଘର ଯାତ୍ରା ପାର୍ଟି ଗୋଟେ ଘର ଆମ ଘରେ ଯେମିତି ବି ରାଗ ରୁଷା ଝଗଡ଼ା ଝାଟି ହଉଛି ଏଠି ବି ହଉଛି ତ ଗୁରୁ ସାର୍ଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି ଆମ ବାପା ଝିଅଙ୍କୁ ପୁଣି ମିଶେଇ ଦେଲେ ନିଶ୍ଚିତ ଭାବରେ ସେ ଦେଖନ୍ତୁ ଯଦି ଆପଣ ସେଇ କଥାଟା ଉଠଉଛନ୍ତି ମୁଁ ଗୋଟିଏ କଥା କହିବି এইটা ଯାହା ଦେଖୁଛନ୍ତି ସବୁ ମିଛ ଏଇଟା ପଛରେ ଯାହା ଅଛି ସବୁ ସତ ମିଡିଆରେ ମୁଁ ଆସିକି ଯାହାଟା କହିଦେବି ଯେ ସବୁ ସତ এইটা ଆପଣମାନେ ବିଶ୍ୱାସ କରିବେ ହିଁ ଭୁଲ ମୁଁ କହୁନି ଆପଣ ମିଛ ପ୍ରଚାର କରୁଛନ୍ତି ଆପଣଙ୍କୁ ଆମେ ଯାହା କହୁଛୁ ଆପଣ ସେଇଆ ପ୍ରଚାର କରୁଛନ୍ତି କିନ୍ତୁ ଆମେ ଯେ କେତେ ଦୂର ଏଇ ବୁମ୍ ଆଗରେ ସତ କହୁଛୁ ସେଇଟା ଆମେ ହିଁ ଜାଣିଛୁ ଏଇଟା ଭଲ କଥା କହିଲେ ଆଉ ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ମୁଁ ଅନୁଭବ କରୁଛି ଆମେ ସମସ୍ତେ କହୁଛନ୍ତି ବାପା ଭାଇ ମୁଁ କହୁଛି ମୋ ଭଉଣୀ ଆମେ ସାଙ୍ଗ ହେଇ କାମ କରୁଥିଲୁ କିନ୍ତୁ ଆମ ଭିତରେ କୋଉଠି ନା କୋଉଠି ଟିକେ ଇଗୋ ରହୁଛି ମୁଁ ଦୟା ସେ କହୁଛି ମୁଁ ନମିତା ସିଏ ମୁଁ ଗୋଟିଏ କଥା କହିଲି ସେ ଇଗୋ କ୍ୟାମେରା ଆଉ ବୁମ୍ ଆଗରେ ଯାହାଟା ଆପଣମାନଙ୍କୁ ଦେଖାଯାଏ ତାକୁ କେବେ ବି ଆପଣ ବିଶ୍ୱାସ କରିବେନି କାରଣ ଏଇଟା ହିଁ ସତ ନଥାଏ ୟା ପଛରେ ଯୋଉ ଘଟଣାଟା ହୁଏ ସତ ଯୋଉଟା ଆପଣମାନଙ୍କ ସାମ୍ନାକୁ ଆସେ ନାହିଁ ଆଉ ଯୋଉଟା ଆପଣମାନଙ୍କ ସାମ୍ନାକୁ ଆସେ ସେଟା କେବେ ବି ସତ ନଥାଏ ବେଳେବେଳେ ସେଇ ଇଗୋ ପାଇଁ ବେଳେବେଳେ ହଉଛି ଆଉ ପରିବାରର ସେଇଆ ହଉନାହିଁ ତମେ ବାବା ବଢିଲା ପୁଅକୁ ବାପା ଯଦି ପଦ କହିଦଉଛି ତା ଇଗୋ ହଟ୍ କରୁଛି ବାପା ସବୁ କରିଛି ତାକୁ 30 ବର୍ଷ ଖାଇବା ପିଇବାକୁ ଦେଇ ତାକୁ ଷଣ୍ଢ କରିଛି ଯଦି ପଦେ କଣ କହିଦଉଛି ଏ ଚପଲଟା ଏଠି କଣ ରଖିଲେ ରେ ବାପା କାଇଁ ଏମିତି ବିହେଭ୍ କଲେ ତା ଇଗୋ ହଟ୍ କରିଯାଉଛି ଆଉ ଇଏ ତ ସହଜେ ଆମେ ସିଏ ଗାଁରୁ ଆଇଛି ଇଏ ଆର ଗାଁରୁ ଆଇଛି ମୁଁ ଆଉ କୋଉ ଗାଁରୁ ଆଇଛି ବୁଝୁଛ ନା କଥାଟା ବାଦ ବିବାଦ ତ ସବୁଠି ଲାଗି ରହିଛି ତଥାପି ଠାକୁରଙ୍କୁ ଆମେ ଡାକୁଛୁ ସବୁ ପରେ ବି ଆମେ ଗୋଟିଏ ପରିବାର ଭାଇ ଗୀତ ପମ୍ ପମ୍ କରୁଛନ୍ତି ମାନେ ଏଇଟା ଅଲଗା ପ୍ରକାର ହବ ଆଉ ଏଇଟା ଲିଜେଣ୍ଡ ସିଏ ଜଣେ ପମ୍ ପମ୍ ମାନେ କୋଉ ଲେବୁଲ ଲୋକ ଆପଣ ମାନେ ତାଙ୍କ ସାଙ୍ଗରେ ଆପଣ ଖାଲି ତାଙ୍କ ପରଫର୍ମାନ୍ସ ଦେଖିଛନ୍ତି ନା ଏତେ ଜ୍ଞାନ ଗୋଟେ ଲୋକକୁ ଭଗବାନ କେମିତି ଦିଅନ୍ତି ମୁଁ ବି ଆଶ୍ଚର୍ଯ୍ୟ ହୁଏ ହେସ୍ ବହୁତ ବଢିଆ ତାଙ୍କ ମାନେ ଏବେ ଫାଷ୍ଟ ନୁହଁ ପପମ୍ ପମ୍ ଗୀତ କଲେଣି ମାଣିକ ନାଟକରୁ ଆପଣ ଜାଣିଛନ୍ତି ମାଣିକ ନାଟକରୁ ସେ ଗୀତ କଲେଣି ସେ +2 ପଢୁଥିଲା ବେଳେ ଗୀତ କଲେଣି ତେଣୁ ଗୀତ ଉପରେ ତାଙ୍କର ନଲେଜ ବଢିଆ ତ ତେଣୁ ବର୍ତ୍ତମାନ ସୋସାଇଟି କି ଯାହା ମାଗୁଛି ସେ ଅନୁସାରେ ସେ ଗୀତ କରିଛନ୍ତି ଆଉ ସେ ସବୁ ଗୀତ ଆପଣ ଯାହା ଶୁଣିଛନ୍ତି ତେଣୁ ଆମର ସିଚୁଏସନ ଲାଗିଯିବ ଜୟ ଜଗନ୍ନାଥ ନମସ୍କାର ଜୟ ଜଗନ୍ନାଥ ମୁଁ ଶ୍ରୀ ଦୟାନିଧି ଇଏ ହଉଛନ୍ତି ନମିତା ଆମେ ଦୀର୍ଘ ଦିନ ପରେ ତୋର ମୋର ସେଇ ଗୁପ୍ତ ସମ୍ପର୍କ ମନେ ରଖିଛୁ ସେଇবার ଦି ଜଣଙ୍କ ଯୋଡି ଦେଖିଲେ ସେଇ ମାନେ ଯାତ୍ରା ବିଶ୍ୱ ଦରବାରର ଗୁପ୍ତ ସମ୍ପର୍କ ଯୋଉଟା ଆକୁ ମୁଁ କାନ୍ଦଉଥିଲି ୟାକୁ କାନ୍ଦଉଥିଲି ଆଉ ମୋର ଗୋଟେ ବଡ ଭାଇ ଥିଲା ତାକୁ କାନ୍ଦଉଥିଲି କୁଇଣ୍ଟାଲ 40 କିଲୋ ମୁଁ ଉଠଉଥିଲି ମୁଁ ସେଇ ଦୟା ଆଉ ୟାକୁ ଫେରେ ଏ ବର୍ଷ ପୁଣି ଉଠେଇବି ଇଏ ଗୋଟେ ଶପଥ କରିଛି ମୋରି କାନ୍ଧରେ ଉଠା ଶେଷ ବେଳକୁ ମୋରି କାନ୍ଧରେ ଯିବାକୁ କଣ ମତେ କାହିଁ ଲାଗିଲାଣି ନାଲୋ ଏତେ ଶୀଘ୍ର ଗେଲରେ କହିଲି ଏ ବର୍ଷ ବି ବୋଝରେ ମୋ କାନ୍ଧରେ ରହିବ ତାର କଣ କରିବ ଦେଖ ତା ପଚାର ମୁଁ ଆଉ କିଛି କହିବିନି ତାର କଣ ଉଦ୍ଦେଶ୍ୟ ଅଛି ଆଶାରେ ରହିଛୁ ପ୍ରତ୍ୟେକ ବର୍ଷ ଏବଂ ଆଉ ଗୋଟେ ଏଇଟା ନୂଆ ସଂସ୍ଥା କରିବା ଭିତରେ ବହୁତ ମାନେ ଗୋଟେ ଫରକ ନୂଆ ଜିନିଷ ଗୋଟେ ପ୍ରକୃତରେ ବି ଆମ ମୁଣ୍ଡ ଉପରେ ଗୋଟେ ଗୋଟେ ବୋଝ ଏ ବୋଝଟାକୁ ନେଇକି ଆମେ କେତେ ଦିନ ବହିକି ଚାଲିବ ଆମେ ଠାକୁରଙ୍କୁ ପ୍ରାର୍ଥନା କରୁଛୁ ବୋଝଟି ହାଲକା ହଉ ସମସ୍ତଙ୍କ ପାଇଁ ବୋଝଟି କାହା ମୁଣ୍ଡରେ ଭାର ନ ହଉ ଭାରି ନ ହଉ ଆନନ୍ଦର ହାଲକା ହଉ ତ ଠାକୁରଙ୍କ ଈଶ୍ୱରଙ୍କ ପାଖରେ ଆମେ ଏତିକି ପ୍ରାର୍ଥନା କରୁଛୁ ମା ମାହେଶ୍ୱରୀ କି ମାନେ ଆଶୀର୍ବାଦ କରନ୍ତୁ ମା ମାହେଶ୍ୱରୀ ସମସ୍ତଙ୍କ ମନୋରଞ୍ଜନ ଭରପୁର କରୁ ସମସ୍ତଙ୍କ ମନରେ ଆନନ୍ଦ ଭରିଦଉ ଏବଂ ପାର୍ଟିଟି ଭଲରେ ଭଲରେ ଚାଲୁ ଏତିକି ଆମେ କାମନା କରୁଛୁ।